ଶୀତୁଆ ରାତିର ସେଦିନର ସେ ସୁନସାନ ସଡ଼କ। ରାସ୍ତା କଡ଼ରେ ଠିଆ ହେଇ ଲିଫ୍ଟ ମାଗୁଥିଲା ଜଣେ ସୁନ୍ଦରୀ ତରୁଣୀ। ରାତି ସେତେବେଳକୁ 12ଟା ପାଖାପାଖି ହେବ। ମନ ଭିତରେ କେଉଁଠି ନା କେଉଁଠି ଅଜଣା ଭୟ ଗୋଟେ ପଶି ଆସିଥିଲା। ଏତେ ରାତିରେ ସୁନସାନ ରାସ୍ତାରେ ସୁନ୍ଦରୀ ଯୁବତୀ, ସେ ପୁଣି ଲିଫ୍ଟ ମାଗୁଛି। ଭାବିଲି କ'ଣ କରିବି, ହେଲେ ମୋ ଗାଡ଼ିର ବ୍ରେକ୍କୁ ମୋ ପାଦ ଧୀରେ ଧୀରେ ମାଡ଼ିବା ଆରମ୍ଭ କରିଥିଲା। ଆଉ ସିଧା ଯାଇ ସେହି ତରୁଣୀ ପାଖରେ ଗାଡ଼ିଟା ଅଟକି ଯାଇଥିଲା। ମନ ଭିତରେ ଥିବା ଭୟକୁ ସାଇଡ୍ କରି ଦମ୍ଭର ସହିତ ପଚାରିଲି, କ'ଣ ହେଲା ମ୍ୟାଡ଼ାମ୍? ସେ କହିଲେ, ସାର୍ ମୁଁ ଟିକେ ଏଇ ଆଠଗଡ଼ ପର୍ଯ୍ୟନ୍ତ ଯିବି, ମୋତେ ସାଥିରେ ନେଇଯିବେ? କ'ଣ କରିବି କିଛି ଭାବିପାରୁନଥିଲି। ତଥାପି ସାହସ କରି କହିଲି, ବସନ୍ତୁ। ସେ ବି ମୋ ଆଗ ସିଟ୍ର ଡୋର୍ଟା ଖୋଲି ବସି ପଡ଼ିଥିଲା। ଅନୁଗୁଳରୁ ଆଠଗଡ଼ ରାସ୍ତା, ଶୀତୁଆ ରାତିର ପ୍ରକୋପ। ସବୁ ତାଟି କବାଟ ଯେମିତି ପଡ଼ି ସାରିଥିଲା। ସମସ୍ତେ କମ୍ବଳ ଭିତରେ ପଶି ନିଘୋଡ଼ ନିଦରେ ଶୋଇ ସାରିଥିଲେ। କାଁ ଭାଁ ଗାଡ଼ି ଯିବା ଆସିବା କରୁଥିଲା। ହେଲେ ଇଏ ଏତେ ରାତିରେ ଏଠି ଲିଫ୍ଟ ମାଗି ଆଠଗଡ଼ କାହିଁକି ଯାଉଛି? ପଚାରିବାକୁ ଇଚ୍ଛା ଥିଲେ ବି ଭୟରେ କିଛି ନ ପଚାରି ଚୁପଚାପ ଗାଡ଼ି ଚଳାଇ ଚାଲିଥିଲି। ସେ ତା ଆଡ଼ୁ ପଚାରିଲା, କୁଆଡ଼େ ଯିବେ? ଭୁବନେଶ୍ୱର। ମୁଁ କହିଲି, ହଁ ଆଜ୍ଞା। ବାସ୍। ପୁଣି କିଛି ସମୟର ନୀରବତା। ପୁଣି ପଚାରିଲା, କ'ଣ ଏମିତି ଚୁପଚାପ ଅଛନ୍ତି? ଆପଣଙ୍କୁ ନିଦ ଆସିଲାଣି କି? ମୁଁ କହିଲି, ନା। ସେ କହିଲା, ମୋ ସହିତ କଥା ହେଲେ କିଛି ଅସୁବିଧା ଅଛି କି? ଯଦି ନାହିଁ ତେବେ କଥା ହୁଅନ୍ତୁ। ରାସ୍ତା ଜଣାପଡ଼ିବନି, ଟାଇମ୍ ପାସ୍ ବି ହେଇଯିବ, ଆଉ ନିଦ ବି ଲାଗିବନି। କେମିତି ଜଣେ ଅଜଣା ଝିଅ ସହ ଏହି ସୁନସାନ ସଡ଼କରେ କଥା ହେବି? ତାର କିଛି ଚାଲ ନାହିଁ ତ। ତାକୁ କେମିତି ଆଠଗଡ଼ରେ ଛାଡ଼ିଦେଲେ ଗୋଟେ ଚିନ୍ତା ଯିବ। ମୁଁ ଟେନସନରେ ଜୋରରେ ଗାଡ଼ି ଚଳାଉଥିଲି, ଆଉ ସେ ସେମିତି ପାଗଳି ଭଳି ଇଆଡ଼ୁ ସିଆଡ଼ୁ ଗପି ଚାଲିଥିଲା। ମୁଁ ଖାଲି ତା କଥାରେ ମାରି ଚାଲିଥିଲି। ତା ଗପ ଭିତରେ ସେ ଏମିତି କିଛି କଥା କହିଥିଲା, ମୁଁ ତାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲି। ସେ କଥା ଭିତରେ ମୋତେ ସେ ମୋ ନାଁ ଧରି ଡାକିଥିଲା। ତାର ସେ ସୌମ୍ୟ ଡାକରେ ମୁଁ ଯେମିତି ଆହୁରି ଡରି ଯାଇଥିଲି। ମୁଁ ହଠାତ୍ ତା ପାଟିରୁ ମୋ ନାଁଟା ଶୁଣି ପଚାରିଲି, ତମେ କ'ଣ ମୋତେ ଜାଣିଛ? କହିଲା, ନା ତ। ତେବେ ମୋ ନାଁ ତମେ କେମିତି ଜାଣିଲ? ସେ ଟିକେ ଥଙ୍ଗ ଥଙ୍ଗ ହେଇ କହିଲା, ଏମିତି ପାଟିରୁ ବାହାରିଗଲା। ତମ ନାଁ ମୁଁ କେମିତି ଜାଣିବି ଆଜ୍ଞା? ମୁଁ ତା କଥାରୁ ଜାଣିପାରିଲି ସେ ମିଛ କହୁଛି। ହେଲେ କିଏ? ସତରେ କ'ଣ ମୋତେ ଜାଣିଛି? ଯଦି ଜାଣିଛି ତେବେ ମୋତେ ମିଛ କାହିଁକି କହୁଛି? ଆଉ ମୋତେ କ'ଣ ଲୁଚେଇବାକୁ ଚାହୁଁଛି? ଏସବୁ ପ୍ରଶ୍ନର ଉତ୍ତର ମୋ ମନକୁ ମନ ପଚାରି ଚାଲିଥିଲି। ହେଲେ ସେ ଉତ୍ତର ପାଇବା ଆଗରୁ ଆଠଗଡ଼ ପହଞ୍ଚି ସାରିଥିଲୁ। ଏତେ ବାଟ ଆସିବା ପରେ ଏତିକି ତ କନଫର୍ମ ହେଇଯାଇଥିଲି ଯେ ଇଏ ମୋର କିଛି କ୍ଷତି କରିବନି। ସେଥିପାଇଁ ମନରେ ଆଉ ଭୟ ନଥିଲା ସତ, କିନ୍ତୁ ଅନେକ ପ୍ରଶ୍ନର ଉତ୍ତର ତା ପାଖରେ ରହିଗଲା ଭଳି ମୋତେ ଲାଗୁଥିଲା। ଆଠଗଡ଼ ଏଣ୍ଟ୍ରିରେ କହିଲି, କେଉଁଠି ଓହ୍ଲେଇବେ? କହିବେ ମ୍ୟାଡ଼ାମ୍। ସେ କହିଲେ, ନାହିଁ, ମୋର ଭୁବନେଶ୍ୱର ଯିବାର ଅଛି। ଏଥର କିନ୍ତୁ ମୁଁ ପୁରା ଡରିଗଲି, କାହିଁକିନା ଆଠଗଡ଼ରୁ ଭୁବନେଶ୍ୱର ରାସ୍ତା ଆହୁରି ଜଙ୍ଗଲ, ଆଉ ବେଶୀ ସୁନସାନ। ଏଥର ଆଠଗଡ଼ ବଜାର ମଝିରେ ଗାଡ଼ି ଅଟକେଇଲି। କହିଲି, ସତ କୁହ, ତମେ କିଏ? ନହେଲେ ସିଧା ପୋଲିସକୁ କଲ୍ କରିବି। କହିଲା, ନାଇଁ ସୌମ୍ୟ, ମୁଁ ତମକୁ ଜାଣିଛି। ମୋ ନାଁ। ଆମ ଘର ତମ ଗାଁ ପାଖରେ ଗୋଟେ ସ୍କୁଲରେ ପାଠ ପଢ଼ୁଥିଲେ। ହଠାତ୍ ମୋନା ନାଁଟା ଶୁଣି ମୁଁ ଚମକି ଉଠିଲି, ଆଉ କହିଲି, ଆବେ ମୋନା, ତୁ? ହେଲେ ତୁ କେମିତି ଜାଣିଲୁ ମୁଁ ଅନୁଗୁଳ ଆସିଛି ବୋଲି? ଆଉ ମୋତେ କେମିତି ଚିହ୍ନିଲୁ? ଅନୁଗୁଳରେ ତୁ କ'ଣ କରୁଥିଲୁ? ଆଉ ମୋ ସହ ଆସିବାକୁ ସେ ସୁନସାନ ରାସ୍ତାରେ କେମିତି ଏକାଠିଆ ହେଇଥିଲୁ? ସେ କହିଲା, ଟିକିଏ ରୁହ ସୌମ୍ୟ, ଏକାଥରକେ ଏତେ ପ୍ରଶ୍ନ? ସବୁ ପ୍ରଶ୍ନର ଉତ୍ତର ଦେମି। ପ୍ରଥମ କଥା ହେଲା, ମୁଁ ତମକୁ ଫେସବୁକରେ ସବୁବେଳେ ଦେଖେ, ସେଥିପାଇଁ ଚିହ୍ନିବାରେ ଜମା ବି କଷ୍ଟ ହେଲାନି। ହେଲେ କେବେଠୁ ତମକୁ ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଇଛି, ତମେ ମୋ ଫେସବୁକର ଫ୍ରେଣ୍ଡ ରିକ୍ୱେଷ୍ଟକୁ ଆକ୍ସେପ୍ଟ କରୁନ। ଆଉ ଦ୍ୱିତୀୟ କଥା ହେଲା, ମୁଁ ଅନୁଗୁଳରେ ଯେଉଁ ବ୍ୟାଙ୍କରେ ଚାକିରି କରେ, ଆଜି ତମେ ସେଇ ବ୍ୟାଙ୍କକୁ ଯାଇଥିଲ। ତମକୁ ଦେଖି ପରିଚୟ ଦେବାକୁ ତମ ପାଖକୁ ଗଲାବେଳକୁ ତମେ ଫୋନରେ ଜଣକୁ କହିଲ, ମୁଁ ଆଜି ଭୁବନେଶ୍ୱର ଫେରିବି, କିନ୍ତୁ ରାତି 9ଟା ହେଇଯିବ। ସେଥିପାଇଁ ତମକୁ ସରପ୍ରାଇଜ୍ ଦେବାକୁ ହେଇ ପ୍ଲାନ୍ କରିଥିଲି। ଆଉ ତମେ ମୋତେ ଯେଉଁଠୁ ଉଠେଇଲ, ମୁଁ ସେଇ ପାଖରେ ରୁହେ। ମୋର 2 ଜଣ ସାଙ୍ଗ ମୋତେ ଛାଡ଼ି ଦେଇ ଟିକେ ଦୂରରେ ଥିଲେ, ହେଲେ ତମର ରାତି 11ଟା ହେଇଗଲା। ବାପରେ ବାପ, ଏତେ ଥଣ୍ଡାରେ ମୋତେ ସରପ୍ରାଇଜ୍ ଦେବାକୁ 2 ଘଣ୍ଟା ଏହି ଶୀତରେ ଠିଆ ହେଇଥିଲୁ? ତା କଥା ଆଉ ତା ଚାହାଣୀରୁ ଜାଣିସାରିଥିଲି ସେ ବୋଧେ ମୋତେ ମନେ ମନେ ପ୍ରେମ କରୁଛି। ବାସ୍, କିଛି ସମୟର କଥାବାର୍ତ୍ତା ଭିତରେ ଆମେ ଭୁବନେଶ୍ୱରରେ ପହଞ୍ଚି ଯାଇଥିଲୁ। ତାକୁ ପଟିଆରେ ତା ଆପାର୍ଟମେଣ୍ଟରେ ଛାଡ଼ି ମୁଁ ବି ମୋ ରାସ୍ତାରେ ଚାଲି ଯାଇଥିଲି। ୟାରି ଭିତରେ ନମ୍ବରଟା ଦିଆନିଆ ହେଇଯାଇଥିଲୁ। ତାକୁ ତାଙ୍କ ଘରେ ଛାଡ଼ିଲା ପରେ ସିଧା 15 ବର୍ଷ ତଳକୁ ଚାଲି ଯାଇଥିଲି। ମୋନା ମୋଠୁ 2ଟା କ୍ଲାସ୍ ଜୁନିୟର ଥିଲା। ଆମ ଗାଁ ପାଖରେ ତାଙ୍କ ଘର ଥିଲା। ସେ ସ୍କୁଲ ଯିବାକୁ ସବୁବେଳେ ମୋତେ ରାସ୍ତାରେ ଅପେକ୍ଷା କରୁଥିଲା। ମୁଁ ଘରୁ ବାହାରି ଆସେ, ସେ କିନ୍ତୁ ତାଙ୍କ ରାସ୍ତାରେ ଠିଆ ହେଇଥାଏ। ଆଉ ମୁଁ କୁହେ, ମୋନା ଆସ ଯିବା। ସେ ସାଇକେଲର ପେଡାଲ ମାରିବା ଆରମ୍ଭ କରିଦିଏ।
ତା ସାଇକେଲ ଚକା ମୋ ସାଇକେଲର ଚକା ପ୍ରାୟ ସମାନ୍ତରରେ ଚାଲେ। ମୁଁ ଜାଣିଛି ସେ ସେତେବେଳେ ବି ମୋତେ ଲାଇନ୍ ମାରୁଥିଲା, ଆଉ ଆଜି ବି ମୋତେ ଲାଇନ୍ ହିଁ ମାରୁଛି। ନା ସେତେବେଳେ କହିବାକୁ ସାହସ ଥିଲା, ନା ଏବେ କହିବାକୁ ସାହସ ଅଛି। ମୁଁ ସବୁ ବୁଝିପାରେ, ହେଲେ ଜାଣିକି ଦୂରେଇ ରୁହେ। ତାଙ୍କର ବହୁତ ବଡ଼ ଘର ଆଜ୍ଞା। ତାଙ୍କ ବାପା ସେତେବେଳେ ସରପଞ୍ଚ। ମୋନା ଦେଖିବାକୁ କେତେ ସୁନ୍ଦରୀ, ଆଉ କେତେ ଗେଲବସରରେ ବଢ଼ିଛି। କ୍ଷୀରି ପୁରୀରେ ତାଙ୍କ ଘର ଭାସୁଥିଲା। ଆଉ ମୁଁ ଜଣେ ସାଧାରଣ ଗରିବ ଖଟିକିଆ ଚାଷୀର ପୁଅ ଥିଲି। ବେଳେବେଳେ ଆମ ଘରେ ଚୁଲି ବି ଜଳେନି। ବାପା ଅନେକ ସଂଘର୍ଷ କରି ମୋତେ ଆଉ ମୋ ବଡ଼ ଭଉଣୀକୁ ପାଠ ପଢ଼ଉଥିଲେ। ଗୋଟିଏ ସ୍କୁଲ ଡ୍ରେସ୍ରେ ମୋର ବର୍ଷ ସାରା କଟି ଯାଉଥିଲା, ଆଉ ତାର ଥିଲା ମେଞ୍ଚା ମେଞ୍ଚା ଡ୍ରେସ୍। ମୁଁ ବାମନ ହେଇକି କାହିଁକି ଚାନ୍ଦକୁ ହାତ ବଢ଼େଇବାକୁ ଯିବି ଆଜ୍ଞା? ମୋତେ ମୋ ବାପାଙ୍କ ଦୁଃଖ ଦେଖି କେବଳ ମୋତେ ମୋ ସ୍ୱପ୍ନକୁ ପୂରଣ କରିବାକୁ ସଫଳତା ପାଇବାର ଥିଲା। ୟାରି ଭିତରେ ସ୍କୁଲର ପାଠପଢ଼ା ସରିଯାଇଥିଲା। ମୋତେ କଲେଜ ପାଇଁ ସହରକୁ ଯିବାକୁ ପଡ଼ିଲା। ମୁଁ ସହରରେ ଅନେକ କଷ୍ଟ କରି, ଟ୍ୟୁସନ୍ କରି, ସଂଘର୍ଷ କରି ନିଜର ସ୍ୱପ୍ନ ପୂରଣ କରିବାକୁ ଯାଇ ସବୁ ଅତୀତକୁ ଭୁଲି ସାରିଥିଲି। ମୋତେ କେବଳ ମୋ ବାପାର ଝାଳ ଆଉ ଲୁହ ଦେଖାଯାଉଥିଲା। ଶେଷରେ ମୁଁ ସଫଳ ହୋଇଥିଲି, ଆଉ ଓଡ଼ିଶା ସରକାରଙ୍କର ଏକ ଭଲ ପଦବୀରେ ପୋଷ୍ଟିଂ ବି ପାଇଥିଲି। ଏବେ ଭୁବନେଶ୍ୱରରେ ରହୁଛି। ଭଉଣୀ ବାହାଘର ବି ବଡ଼ ଧୁମଧାମରେ କଲି। ବାପା ବୋଉ ଏବେ ଭାରି ଖୁସି। ମୋ ସଫଳତା ଦେଖି ସେ ତାଙ୍କ ପରିଶ୍ରମର ମୂଲ୍ୟ ପାଇଯାଇଛନ୍ତି ବୋଲି ସବୁବେଳେ ମୋତେ ନେଇ ଗର୍ବ କରନ୍ତି। ମୁଁ ସ୍କୁଲ ଛାଡ଼ିବା ପରେ ଆଉ ମୋନା ସହ କେବେ ଦେଖା ହେଇନି, କି କେବେ ତା କଥା କାହାକୁ ପଚାରିନି ଆଜ୍ଞା। ହେଲେ ଏତେ ଦିନ ପରେ ତାକୁ ଦେଖି ଭାରି ଭଲ ଲାଗିଲା। ସେ ଆଗଠୁ ଆହୁରି ସୁନ୍ଦରୀ ଲାଗୁଥିଲା। ଯାହା ହେଉ ସେ ମୋତେ ଏବେ ବି ମନେ ରଖିଛି ବୋଲି ମନେ ମନେ ଭାରି ଖୁସି ହେଉଥିଲି। ୟାର ଭିତରେ ମୋ ଗାଡ଼ିଟା ଆମ ଘର ଗେଟ୍ ପାଖରେ ପହଞ୍ଚି ଯାଇଥିଲା। ଆଉ ଗାଡ଼ିରୁ ଓହ୍ଲଉ ଓହ୍ଲଉ ମୋନାର କଲ୍ ଆସିଥିଲା। କହିଲା, ଘରେ ପହଞ୍ଚି ସାରିଲଣି ସୌମ୍ୟ? ମୁଁ କହିଲି, ହଁ, ଏବେ ଜଷ୍ଟ ପହଞ୍ଚିଲି। କହିଲା, କାଲି ତ ଛୁଟି ଅଛି, ଯଦି ଫ୍ରି ଥିବ ଦେଖା ହେଇପାରିବ। ମୁଁ କହିଲି, ହଁ ନିଶ୍ଚୟ, କାହିଁକି ନୁହଁ। ପରଦିନ ସକାଳୁ ସକାଳୁ ତାର କଲ୍ରେ ମୋ ନିଦଟା ଭାଙ୍ଗି ଯାଇଥିଲା। ନିଦୁଆ କଣ୍ଠରେ କହିଲି, ହେଲୋ। ସେପଟୁ ମୋନା କହିଲା, କ'ଣ ସାହେବ ଉଠିବେନି କି? ନାଇଁ ମୋନା, ଆଜି ଛୁଟି ବୋଲି ଟିକେ ଶୋଇପଡ଼ିଥିଲି। କହିଲା, ମୁଁ ଘରୁ ବାହାରି ଆସିଲିଣି, କେଉଁଠି ଦେଖାହେବ ଏବେ ତ କୁହ। ମୁଁ ଗୋଟେ ପାର୍କକୁ ଆସିବାକୁ କହିଲି, ଆଉ ମୁଁ ତୁରନ୍ତ ଫ୍ରେଶ୍ ହୋଇ ସେଇ ପାର୍କରେ ପହଞ୍ଚିଲି। ମୋନା ଗୋଟେ ବେଞ୍ଚ ଉପରେ ମୋତେ ଅପେକ୍ଷା କରିଥିଲା। ପହଞ୍ଚି କହିଲି, କ'ଣ ମୋନା, ତୋତେ ରାତିରେ ନିଦ ନାହିଁ କି? କହିଲା, ସୌମ୍ୟ, ସତରେ ମୋତେ ରାତି ସାରା ଜମା ବି ନିଦ ନାହିଁ। ତମକୁ ଯୋଗାଯୋଗ କରିବାକୁ ମୁଁ ଅନେକ ଚେଷ୍ଟା କରିଛି, ହେଲେ ବିଫଳ ହେଇଛି। ଆଜି ଯେତେବେଳେ ତମେ ମିଳିଯାଇଛ, ତମକୁ ଦେଖି ସାରିଲା ପରେ ମୋତେ କେମିତି ନିଦ ହେବ? ତା କଥାରେ ଥିଲା ଭାବପ୍ରବଣତା। ନିରୀହ ଆଖିରେ କେବଳ ମୋତେ ନେଇଥିଲା ଅନେକ ସ୍ୱପ୍ନ, ଆଉ ହୃଦୟ କହୁଥିଲା ମୋତେ କେତେ ଭଲ ପାଉଛି ବୋଲି। ମୁଁ କହିଲି, କ'ଣ କହିବାକୁ ଚାହୁଁଛୁ, ଖୋଲି କହୁନୁ। ସେ କହିଲା, ଜାଣିପାରୁନ ନା, ଜାଣିକି ନ ଜାଣିବା ଭଳି ନାଟକ କରୁଛ। ମୁଁ କହିଲି, ଯିଏ ଜୀବନର ସଂଘର୍ଷ କରି ଏଇ ଜାଗାରେ ପହଞ୍ଚିଛି, ସେ ପୁଣି ଥରେ ହାରିବାକୁ ଚାହେଁନା ମୋନା। କହିଲା, ମୁଁ କଥା ଦେଉଛି ସୌମ୍ୟ, ତମକୁ କେବେ କଷ୍ଟ କି ଯନ୍ତ୍ରଣା ଦେବିନି। ତମେ ଥରେ ମୋ ଜୀବନ ସାଥୀ ହେବାକୁ ହଁ କହିଦିଅ। ମୋର ସବୁଠୁ ବଡ଼ ସ୍ୱପ୍ନ ସେଇଟା ଥିଲା, ଆଉ ସେଇଟାକୁ ମୁଁ ପୂରଣ କରି ତମକୁ ଦେଖେଇ ଦେବି। ଆଜି ପର୍ଯ୍ୟନ୍ତ ତମକୁ ହିଁ କେବଳ ଭଲ ପାଇ ଆସିଛି। ମୋ ମନ ସବୁବେଳେ ତମକୁ ଖୋଜୁଛି। ଏତେ ଦିନର ଦୂରତା ପରେ ବି ମୋ ହୃଦୟରେ କେବଳ ତମ ନାଁ ଲେଖା ହେଇ ରହିଯାଇଛି। ମୁଁ ତମ ଛଡ଼ା ଆଉ କାହାକୁ ସ୍ୱପ୍ନରେ ବି ଦେଖିପାରିବିନି ସୌମ୍ୟ। ବାହା 15 ବର୍ଷ ଦୂରେଇ ଗଲା ପରେ ବି ସେ ମୋତେ ଏତେ ଭଲ ପାଉଥିଲା। ଭାବିଲି ତା ପ୍ରେମ ସଚ୍ଚା ଅଛି, ନହେଲେ ଏମିତି କିଏ ଅଛି ଯିଏ 15 ବର୍ଷ ଧରି କାହାକୁ ଅପେକ୍ଷା କରିବ। ମୁଁ ବି ଆଜି ପର୍ଯ୍ୟନ୍ତ କାହାକୁ ନଜର କରିନି, କି ମୋତେ କେହି ପସନ୍ଦ ବି ଆସିନାହାନ୍ତି। ବୋଧହୁଏ ଭଗବାନ ମୋ ଭାଗ୍ୟରେ ମୋନାକୁ ହିଁ ରଖିଛନ୍ତି ଭାବି ତାକୁ ହଁ କହିଦେଇଥିଲି। ଆଉ ସେଇ ପାର୍କ ଭିତରେ ସେ ମୋ ପାଟିରୁ ଲଭ୍ ୟୁ ଟୁ ଶୁଣି ଖୁସିରେ ନାଚି ଯାଇଥିଲା, ଯେମିତି ମେଘକୁ ଦେଖି ମୟୂର ନାଚେ। ବାସ୍, ଆମ ପ୍ରେମର 2 ବର୍ଷ ଆମେ ବେଶ୍ ଏନ୍ଜୟ କଲୁ। ଆଉ ଶେଷରେ ଉଭୟଙ୍କ ପରିବାରର ସହମତିରେ ଆମ ବାହାଘର ବି ହେଲା। ଏବେ ମୋନା ଭୁବନେଶ୍ୱର ଟ୍ରାନ୍ସଫର ହେଇ ଆସିସାରିଲାଣି। ଆମ ବାହାଘରକୁ 2 ବର୍ଷ ବିତିଗଲାଣି ପ୍ରତାପ ଭାଇ। ଆମେ ଏବେ ଭାରି ଖୁସି। ସତରେ ମୋନା ମୋତେ ଏତେ ଖୁସି ଦେବ ମୁଁ କେବେ ଜୀବନରେ ବି ଭାବିନଥିଲି। ଭଗବାନ ବୋଧେ ମୋ ପାଇଁ ତାକୁ ହିଁ ଗଢ଼ିଥିଲେ। ଆଉ ମୋ ବାପା ବୋଉ ତ ମୋନା ଭଳି ବୋଉ ପାଇ ଭାରି ଖୁସି। ସବୁବେଳେ ଆପଣଙ୍କ କାହାଣୀ ଦେଖେ ପ୍ରତାପ ଭାଇ, ଆଉ ମୋର ଏଇ କାହାଣୀ କହିବି ବୋଲି ଭାବେ, ହେଲେ ମୋତେ ଲାଜ ଲାଗେ। ଆଉ ଆଜି ମୋନା ମୋତେ କହିଲା, ଚାଲ ପ୍ରତାପ ଭାଇଙ୍କୁ ଆମ ପ୍ରେମ କାହାଣୀ କହିବା। ସେ ନିଶ୍ଚୟ କରିବେ। ସେ ମସ୍ତ ମସ୍ତ କାହାଣୀ କରୁଛନ୍ତି। ମୁଁ ଆଜି ଜାଣିଲି, ମୁଁ କେବଳ ତମ କାହାଣୀ ଦେଖେନି ଭାଇ, ମୋନା ବି ତମର ଗୋଟେ ବଡ଼ ଫ୍ୟାନ୍। ସେ ମୋ ପାଖରେ ବସିଛି, ଆଉ ତମ କଥା ସବୁ ଶୁଣିଛି। ମୋନା ବି ସୌମ୍ୟଠୁ ଫୋନ୍ ନେଇ କହିଲା, ଭାଇ ଆମ କାହାଣୀ ଟିକେ କରିଦେବନି?
ମୁଁ କହିଲି ଟିକେ ନୁହେଁ ପୁରା କରିବି। ମୋ କଥା ଶୁଣି ଖୁସି ହେଇଯାଇଥିଲା। ଯଦିଓ ଅନେକ ଦିନ ହେଲାଣି ସେମାନେ ତାଙ୍କ କାହାଣୀ ମୋତେ କହିଥିଲେ, କିନ୍ତୁ ମୋତେ ସମୟ ହେଉନଥିଲା। ଶେଷରେ ଆଜି କାହାଣୀଟି ଲେଖି ମୋ କଣ୍ଠରେ ପଢ଼ି ଦେଇଥିଲି। ଜାଣିନି ଆପଣଙ୍କୁ ଏ କାହାଣୀ କେମିତି ଲାଗିଲା। ମୋତେ ଲାଗିଲା ମୋନା ଆଉ ସୌମ୍ୟ ଭିତରେ ପ୍ରେମଟା ସବୁଦିନ ପାଇଁ ଚିରନ୍ତନ ହେଇ ରହିବ, କାହିଁକି ନା ମୋନାର ପ୍ରେମଟା ପୁରା ସଚ୍ଚା ଥିଲା ଆଉ ସୌମ୍ୟର ପ୍ରେମରେ ପବିତ୍ରତା ଥିଲା। ମୋନା ଆଉ ସୌମ୍ୟର ଏହି ସଚ୍ଚା ପ୍ରେମ କାହାଣୀ ଯଦି ଆପଣଙ୍କୁ ଭଲ ଲାଗିଥିବ ତେବେ କମେଣ୍ଟ କରି ଜଣାଇବାକୁ ଜମା ହିଁ ଭୁଲିବେନି। ରହୁଛୁ, ନମସ୍ତେ, ଜୟ ଜଗନ୍ନାଥ।